ନିଶାମୁକ୍ତ ଜଟଣୀ ଗଢ଼ି ତୋଳିବାକୁ ଅଣ୍ଟା ଭିଡ଼ିଛନ୍ତି ଯୁବ ସମାଜସେବୀ ଦେବାଶିଷ ପ୍ରଧାନ। ଆଜିର ଯୁବଗୋଷ୍ଠୀ ନିଶା ସେବନ କରି ନିଜ ଜୀବନ ତଥା ପରିବାରକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ତାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣି କିପରି ଏକ ସୁନ୍ଦର ଜୀବନ ଅତିବାହିତ କରିପାରିବ ସେଥିପାଇଁ ନିଜର ଚେଷ୍ଟା ଜାରି ରଖିବା ସହ ସଫଳ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ଜଟଣୀ ଅନ୍ତର୍ଗତ ବାଛରା ସ୍ଥିତ ସେବା ସଦନ ହେଲ୍ଥ କେୟାର ସେଣ୍ଟର ନିଶାମୁକ୍ତର ଦ୍ୱାର ପାଲଟିଛି। ମୁଁ ଦେବାଶିଷ ଏ ନିଶା ନିବାରଣ ଥଇଥାନ କେନ୍ଦ୍ର ସେବା ସଦନର ମୁଁ ଚେୟାରପର୍ସନ ଅଛି। ଯୁବଗୋଷ୍ଠୀ ମାନେ ବିଭିନ୍ନ ସଂସ୍ଥା ଯୋଗ ଦଉଥିବା ବେଳେ ଆପଣ ନିଶା ନିବାରଣ କେନ୍ଦ୍ର ଖୋଲି ବସିଛନ୍ତି, ଉଦ୍ଦେଶ୍ୟ କଣ ରହିଛି? ଭାଇ ମାନେ ଆପଣ ମାନେ ସମସ୍ତେ ଜାଣିଥିବେ ଆଜିକା ଡେଟ ରେ ନିଶା ହଉଛି ସବୁଠୁ ବଡ ସମସ୍ୟା, ଯୋଉଟା କି ମାନେ ଗୋଟେ ସମସ୍ତିଙ୍କର ଘର ଲୋକ ହାରାସ ହେଇଯାଉଛନ୍ତି, ବହୁତ ପ୍ରକାର ପ୍ରୋବ୍ଲେମ ହଉଛି। ସେ ସବୁର ମୂଳ କାରଣ ହଉଛି ନିଶା। ଆଉ କେତେ ଜଣ ବି ଅଛନ୍ତି ଯୋଉମାନେ କି ଷ୍ଟୁଡେଣ୍ଟ ନିଶା ଖାଇକି ବହୁତ କିଛି ହରେଇ ଦଉଛନ୍ତି। ତ ସେଇଥିପାଇଁ ମୁଁ ନିଜେ ଭାବିଲି ଯେ ଏଇ ସଂସ୍ଥା କରି କିଛି ଯୁବପିଢି ମାନଙ୍କୁ ପରିବର୍ତ୍ତନ କରିପାରିବି। ଯେତେବେଳେ ସଂସ୍ଥାଟି ଖୋଲିଲେ ସେତେବେଳେ କିଛି ବାଧାବିଘ୍ନ ଆସିଥିବ, ଆସିଥିଲା ଭାଇ ସବୁ ଜିନିଷ ତ କଲେ ଯେମିତି ହେଲେ ବାଧା ବିଘ୍ନ ଆସିବ, ତଥାପି ଆମକୁ ଷ୍ଟେବୁଲ ହେଇକି ରହିକି ଏଗୁଡା ସବୁ କରିବାକୁ ପଡିବ। ନିଶାଖୋର ବ୍ୟକ୍ତିଙ୍କୁ ଆଣି ଏଠି ଥଇଥାନ କରିବାକୁ ଚେଷ୍ଟା କରି ବହୁତ ବିପଦରେ ବି ପଡିବାକୁ ପଡୁଥିବ। ନିଶାଖୋର ବ୍ୟକ୍ତି ନିଶା ନ ଖାଇଲେ ସେମାନେ ନିଶ୍ଚୟ ଉତ୍ପାଦ କରୁଥିବେ। ଆଜ୍ଞା ଭାଇ ଗୋଟେ ଇନସିଡେଣ୍ଟ ଆପଣଙ୍କୁ ମୁଁ କହିବି। ଜଣକୁ ଆଣିବାକୁ ଯାଇଥିଲୁ, ସିଏ ତା ସ୍ତ୍ରୀ କୁ ମାରିବାକୁ ଆସିଥିଲା। ତା ଦେହରେ ବି ଆମର ବହୁତ ବି ଷ୍ଟାଫ ମାନେ ଇଞ୍ଜର ହେଇଥିଲେ। ସେ ଆମକୁ ଡାଇରେକ୍ଟ ଗୋଟେ ଅପରେସନ ବ୍ଲେଡ ରେ ହାତ ଫାତ କାଟି ଦେଇଥିଲା ଆମର। ତଥାପି ତାଙ୍କୁ ପୋଲିସ ମାଧ୍ୟମରେ ନେଇକି ଆସିଥିଲୁ ଏଠିକି। ଅନୁଷ୍ଠାନ କେତେ ବର୍ଷ ହେଲାଣି? 5.5 ବର୍ଷ 6 ବର୍ଷ। ବର୍ତ୍ତମାନ କେତେ ଜଣ ଲୋକ ଅଛନ୍ତି ଏବଂ କେତେ ଜଣ ନିଶା ଠାରୁ ଦୂରେଇ ଗଲେଣି, ମାନେ ଆପଣଙ୍କ ଚେଷ୍ଟାରେ? ଏଠୁ ଭାଇ ନିଶା ବନ୍ଦ କରିକି ବହୁତ ପିଲା ଯାଇଛନ୍ତି। ଆଜିକା ଡେଟ ରେ ମିନିମମ ଗୋଟେ 2000 ପିଲା ଯୋଉମାନେ କି ବାହାରେ ବୁଲୁଛନ୍ତି, ନିଶା ବନ୍ଦ କରିକି ବୁଲୁଛନ୍ତି। ଆଉ ଏଠି ବର୍ତ୍ତମାନ ଆଡମିସନ 25 ଜଣ ଅଛନ୍ତି। ଆଉ ଆମର ଷ୍ଟାଫ ଅଛନ୍ତି 8 ଜଣ। ସେମାନଙ୍କ ପାଇଁ ରକ୍ଷଣାବେକ୍ଷଣ ପାଇଁ ଏବଂ ସେମାନେ ରହିବା ପାଇଁ ଯୋଉ ଖର୍ଚ୍ଚ ହୁଏ, ଖର୍ଚ୍ଚଟି କେମିତି ଆସେ? ଖର୍ଚ୍ଚଟି କିଛି ଜଣ ଅଛନ୍ତି ଯୋଉମାନେ ଭଲ ଲୋକ, ସେମାନେ ସାହାଯ୍ୟ ଆକାରରେ ଦିଅନ୍ତି। ଆଉ କିଛି ଜଣଙ୍କ ଘର ଲୋକ ଆମକୁ ଡୋନେସନ ଆକାରରେ ଦେଇଥାନ୍ତି। ସମସ୍ତଙ୍କର ସାହାଯ୍ୟରେ ହିଁ ଚାଲିଛି ଭାଇ, ନହେଲେ ଏକୁଟିଆ ଚାହିଁଲେ ତ ହବନି ନା। ନିଶା ଖାଉଥିବା ସମାଜର ଯୁବକ ମାନଙ୍କ ପ୍ରତି ଆହ୍ୱାନ କଣ ରହିବ? ଭାଇ ନିଶାସକ୍ତ ଜୀବନ ଯାପନରେ କିଛି ନାହିଁ, ଏଇଟା ଆପଣ ବି ଜାଣିଛନ୍ତି ଭଲ ଭାବରେ। ଆଉ ଏଇଟା ବି ନିଶା ଯୋଉ ଯେକୌଣସି ବି ନିଶା ସେବନ କରୁଛନ୍ତି, ତାର ଆଗରେ ବି ଲେଖା ହେଇଛି ଯେ ନିଶା ଦେହ ପାଇଁ କ୍ଷତିକାରକ। କିନ୍ତୁ ଆପଣ ମାନେ ଭୁଲ ବଶତଃ ସେ ଭିତରକୁ ପଶି ଯାଉଛନ୍ତି, ବାହାରି ପାରୁନାହାନ୍ତି। ତ ଭାଇ ମାନେ ସେଥିପାଇଁ ଟେନସନ ନିଅନ୍ତୁନି। ଆପଣ ମାନେ ଆମ ସହିତ ଆସିକି ଯୋଗଦାନ ଦିଅନ୍ତୁ। ଆମେ ଆପଣଙ୍କ 100% ନିଶାଠୁ ଦୂରେଇବାକୁ ସାହାଯ୍ୟ କରିବୁ।